जदि घरे थिबा मात्र 2टी जिनिसरे अति सहजरे एते टेस्टी आ चॉकलेट फ्लेवर स्पंजी केक बनी जाए ताल तो पिलामानकर खुशी बहुगुणित होइजिवो। ସେଥିପାଇଁ ପ୍ରଥମେ 4-5ଟା ହାପି ହାପି ବିସ୍କୁଟକୁ ଗୁଣ୍ଡ କରି ମିକ୍ସରେ ଦେଇଦେବା। ସେ ଭଲସେ ଗ୍ରାଇଣ୍ଡିଙ୍ଗ କରିସାରିଲା ପରେ ତାକୁ ଆଉ ଗୋଟେ ପାତ୍ରକୁ ଢାଳି ଗୋଟେ ଡାଇରେକ୍ସନରେ ଅଳ୍ପ କିଛି କ୍ଷୀର ଦେଇ 4-5 ମିନିଟ୍ ଗୋଳେଇବା। ସେସବୁ ଭଲସେ ଗୋଳେଇ ହେଇଗଲା ପରେ ତା ଦେହରେ ଅଳ୍ପ ଟିକେ ଇନୋକୁ ଦେଇ ଆଉ ଟିକେ କ୍ଷୀରକୁ ଦେଇ ଗୋଟେ ଡାଇରେକ୍ସନରେ ଆଉ ଗୋଟେ ମିନିଟ୍ ଗୋଳେଇ ନେବା। ତାପରେ ତାକୁ 2ଟା ଗିନାରେ ଅଳ୍ପ ଟିକେ ତେଲ ଦେଇ ସେ ବ୍ୟାଟରକୁ ଲଗେଇକିରି ଟିକେ ଡେକୋରେଟ୍ କରିବା ପାଇଁ 2ଟା ବିସ୍କୁଟକୁ ରଖି ଷ୍ଟିମ୍ କରି ରଖିଦେବା। ଆଗରୁ ପ୍ରିହିଟ୍ କଡ଼େଇରେ ଷ୍ଟାଣ୍ଡ ରଖି 2ଟା ଯାକ ଗିନାକୁ ରଖିନେବା। ସେସବୁକୁ 10-15 ମିନିଟ୍ କଭର ଦେଇ ରଖିଦେଲା ପରେ ଆମର ସବୁଠୁ ସହଜ ସ୍ୱାଦିଷ୍ଟ ଆମ ପିଲାମାନଙ୍କ ପାଇଁ ଚକୋଲେଟ୍ ଫ୍ଲେଭର ବାଲା ଚକୋଲେଟ୍ କେକ୍ ପୁରା ରେଡି। ଥରେ ଏଇ ପ୍ରୋସେସରେ କେକ୍ ବନେଇକି ଘରେ ପିଲାମାନଙ୍କୁ ଖାଇବାକୁ ଦିଅନ୍ତୁ ଆଉ ନିଜେ ଖାଆନ୍ତୁ। କେମିତି ଲାଗିଲା କମେଣ୍ଟରେ ସିଓର ଜଣେଇବେ। ରହିଲି, ନମସ୍କାର, ଜୟ ଜଗନ୍ନାଥ।